ଲ୍ୟାଣ୍ଡିଂ ହେବା ପୂର୍ବରୁ ତଳେ ବାଡ଼େଇ ହୋଇ କ୍ରାସ୍ ହୋଇଛି ବାୟୁସେନା ବିମାନ। ଆଉ ଏତେ ଭୟଙ୍କର ବିସ୍ଫୋରଣ ଘଟିଥିଲା ଯେ ସଙ୍ଗେ ସଙ୍ଗେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଚାରିଆଡ଼େ ଦୁର୍ଘଟଣାଗ୍ରସ୍ତ ବିମାନର ଖଣ୍ଡ ବିଛାଡ଼ି ହୋଇ ପଡ଼ିଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ପାଇଲଟ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ରାଜସ୍ଥାନ ଜୈସଲମେର ଠାରୁ ପ୍ରାୟ 25 କିଲୋମିଟର ଦୂର ପିଥାଲା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବାୟୁସେନାର ଏକ ଟ୍ରେନିଂ ବିମାନ। ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ସକାଳେ ମଧ୍ୟ ବାୟୁସେନାର ଟ୍ରେନିଂ ବିମାନଟି ଉଡ଼ାଣ ଭରିଥିଲା, କିନ୍ତୁ ପରେ ଏହା କ୍ରାସ୍ ହୋଇଯାଇଥିଲା, ଯାହାକି ଲ୍ୟାଣ୍ଡିଂ ହେବା ପୂର୍ବରୁ ତଳେ ବାଡ଼େଇ ହୋଇ ଭୟଙ୍କର ବିସ୍ଫୋରଣ ଘଟିଥିଲା। ପରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖୁରୀ ପୋଲିସ ଷ୍ଟେସନ ଅଧିକାରୀ ପୋଲିସ ଫୋର୍ସ ସହିତ ସେଠାରେ ପହଞ୍ଚିଥିଲେ ଏବଂ ବାୟୁସେନା ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରୁଥିବା ବେଳେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଥିବା ଜଣାପଡ଼ିଛି।